ପାଟଣା ଅସହାୟ ସୁଦୁରା ମୁଣ୍ଡାଙ୍କୁ ସହାୟତା ଦାବି। ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଛି ଏକ ପରିବାର। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପାଟନା ବ୍ଲକରେ। କେନ୍ଦୁଝର ଜିଲ୍ଲା ପାଟନା ଥାନା ପାଟନା ବ୍ଲକ ବଡ଼ପାଟନା ପଞ୍ଚାୟତ ଖସାପିଟା ସାହିରେ। ସୂଚନା ଅନୁଯାୟୀ ଖସାପିଟା ଗ୍ରାମର ରାଜୁ ମୁଣ୍ଡାଙ୍କ ପୁଅ ପୁତୁଲ ମୁଣ୍ଡା 35ଙ୍କ ଗତ ଗୁରୁବାର ଦିନ ଅକାଳ ବିୟୋଗ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁଦରା ମୁଣ୍ଡା ଏକ ଶିଶୁପୁତ୍ରକୁ ନେଇ କିପରି ଚଳିବେ ଚିନ୍ତାରେ ପଡ଼ିଛନ୍ତି। ଦିନ ମଜୁରୀ ଲାଗି ପରିବାର ଚଳାଉଥିଲେ ପୁତୁଲ ମୁଣ୍ଡା। ସେ ଚାଲିଯିବା ପରେ ଏବେ ତାଙ୍କ ସ୍ତ୍ରୀ ହତାଶ ହୋଇଯାଇଛନ୍ତି। ଘରେ କିଛି ନଥିବାରୁ କେହି ସହୋଦର ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି। ଏଠାରେ ସୂଚନା ଥାଉ କି 2 ଦିନ ପୂର୍ବରୁ ବଡ଼ ଭାଇଙ୍କ ମଧ୍ୟ ମୃତ୍ୟୁବରଣ ଘଟିଥିଲା। ତୁରନ୍ତ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।